ଯେପରି ସୂର୍ଯ୍ୟ ଅସ୍ତ ହେଲା ପରେ ଆକାଶର ରଙ୍ଗ ଆପେ ଆପେ ବଦଳି ଯାଇଥାଏ, ଠିକ୍ ସେହିପରି ଦୁଃଖ ସମୟରେ ଅତି ଆପଣାର ବୋଲି ଭାବୁଥିବା ଲୋକ ମଧ୍ୟ ଏଠି ନିଜର ଠିକଣା ବଦଳାଇ ଦିଏ। ଶିକ୍ଷିତ ସେ ନୁହେଁ ଯିଏ କେବଳ ପଢ଼ା ଲେଖା ଅଟେ, ବରଂ ଶିକ୍ଷିତ ସେ ଅଟେ ଯାହାକୁ ଜଣାଥାଏ ଯେ କାହା ସହ କେବେ, କେଉଁଠି, କିପରି, କ'ଣ, କେଉଁ ସ୍ୱରରେ କଥା କହିବା ଉଚିତ। ଜାତି ଦେଖି ପାଣି ପିଇବା ଲୋକ ରକ୍ତର ଆବଶ୍ୟକତା ପଡ଼ିଲେ ଯେକୌଣସି ଲୋକଙ୍କଠାରୁ ରକ୍ତ ନେଇଥାନ୍ତି। ମନୁଷ୍ୟର ସର୍ବପ୍ରଥମ ଭୁଲ ସେ ନିଜକୁ ଗୁରୁତ୍ୱ ନ ଦେଇ ଅନ୍ୟମାନଙ୍କୁ ବେଶୀ ଗୁରୁତ୍ୱ ଦେଇଥାନ୍ତି। ନିଜର ଖୁସିକୁ ମାରି ଅନ୍ୟକୁ ଖୁସି କରିବାକୁ ଚାହିଁଥାନ୍ତି। ସେଇ ଲୋକମାନେ ହିଁ ବହୁତ କଷ୍ଟ ପାଇଥାନ୍ତି। ଜୀବନକୁ ଉପଭୋଗ କର, ନିଜେ ହସ ଓ ଅନ୍ୟକୁ ହସାଅ। ରାଗ ଓ ହିଂସା ଛାଡ଼, କାରଣ ମଣିଷର ନିଶ୍ୱାସକୁ ବି ଜଣା ନଥାଏ ଯେ ସେ ଫେରିବ କି ନାହିଁ। ଯାହା ଆମକୁ ମିଳୁଛି ସେଇଟା ଭଗବାନଙ୍କ ଇଚ୍ଛା, ଆଉ ଯାହା ନ ମିଳୁଛି ସେଇଟା ମଧ୍ୟ ଭଗବାନଙ୍କ ଇଚ୍ଛା। କାହିଁକି ନା ଆମ ପାଇଁ ଯେଉଁଟା ଭଲ, ଭଗବାନ ଆମକୁ ସେଇଟା ଦେଇଥାନ୍ତି। ଜୀବନରେ ସାହସ ଏପରି ଭାବରେ ରଖନ୍ତୁ ଯେପରି ଏକୁଟିଆ ଲଢ଼ିପାରିବ ଓ ଧୈର୍ଯ୍ୟ ଏତେ ରଖନ୍ତୁ ଯେପରି ନିଜର ଠିକ୍ ସମୟ ଆସିବା ପର୍ଯ୍ୟନ୍ତ ଆପଣ ତା'ର ଅପେକ୍ଷା କରିପାରୁଥିବେ। ଯେଉଁ ଖାତାର ସବୁ ବିଷୟକୁ ସମ୍ଭାଳିବାର କର୍ତ୍ତବ୍ୟ ଥାଏ, ସିଏ କେବଳ ରଫ୍ ଖାତା ବନିଯାଏ। ସେହିପରି ପରିବାରର କର୍ତ୍ତବ୍ୟବାନ ମଣିଷର ଅବସ୍ଥା ମଧ୍ୟ ଗୋଟିଏ ରଫ୍ ଖାତା ପରି। କର୍ମ ଛୋଟ ହେଉ ଅବା ବଡ଼, ସବୁବେଳେ ନିଜ କର୍ମକୁ ସମ୍ମାନ ଦେବା ଦରକାର। କର୍ମକୁ ସମ୍ମାନ ଦେବା ମାନେ ଭଗବାନଙ୍କୁ ସମ୍ମାନ କରିବା ସହ ସମାନ ହୋଇଥାଏ। ସେଥିପାଇଁ ତ କର୍ମ ହିଁ ଭଗବାନ। ଆତ୍ମସମ୍ମାନଠୁ ବଡ଼ ଆଉ କିଛି ନାହିଁ। କେହି ତୁମକୁ ଥରେ ଅପମାନ କଲେ ତାକୁ ଚିହ୍ନି ରଖ ଏବଂ ତା'ଠାରୁ ଦୂରେଇ ରୁହ, କାରଣ ପ୍ରଶ୍ରୟ ଦେଲେ ସେ ଗୋଟିଏ କାମ ବାରମ୍ବାର କରିବ। ଚେଷ୍ଟା ଯଦି ସତ୍ୟ ହୁଏ ତେବେ ରାସ୍ତା ମିଳିଯିବ। ବିଶ୍ୱାସ ଯଦି ଈଶ୍ୱରଙ୍କ ଉପରେ ଅଛି ତେବେ ପରିସ୍ଥିତି ବଦଳିଯିବ। ପରିଶ୍ରମ ଯଦି କରି ଚାଲିଥିବ ତେବେ ସବୁ ସ୍ୱପ୍ନ ସତ ହେବ। ଆଜ୍ଞା, ସମୟକୁ ନେଇ ଏତେ ଗର୍ବ କାହିଁକି? ସମୟ କାହାର ସମ୍ପର୍କୀୟ ନୁହେଁ। ଆଜି ତୁମର ସମୟ ଭଲ ଚାଲିଛି, କାଲି ମୋର ବି ସମୟ ଭଲ ଚାଲିବ। ପ୍ରେମର ଅର୍ଥ ବିଷୟରେ ରାଧାଙ୍କୁ ପଚାର। ଯଦି ତୁମେ ରୁକ୍ମିଣୀଙ୍କୁ ପଚାରିବ, ସେ ତୁମକୁ ଅଧିକାର ବିଷୟରେ କହିବେ। ଶିକ୍ଷିତ ସେ ନୁହେଁ ଯିଏ ପଢ଼ା ଲେଖା ଜାଣିଛି, ବରଂ ଶିକ୍ଷିତ ସେ ଅଟେ ଯିଏ ଜାଣିଥାଏ ଯେ କାହା ସହ କେବେ, କେଉଁଠି, କିପରି, କ'ଣ, କେଉଁ ସ୍ୱରରେ କଥା କହିବା ଉଚିତ। ସର୍ବଦା ମନେ ରଖନ୍ତୁ, ଜୀବନରେ ସତ୍ ଏବଂ ଭଲ କର୍ମ କରି ଚାଲନ୍ତୁ। କିଏ ଦେଖୁ ବା ନ ଦେଖୁ, କାହିଁକି ନା ପରିଶ୍ରମର ଫଳ ତ ମଣିଷ ଦେଇଥାଏ, କିନ୍ତୁ ପୁଣ୍ୟର ଫଳ ଈଶ୍ୱର ଦେଇଥାନ୍ତି। ଅସମ୍ଭବ ଶବ୍ଦର ପ୍ରୟୋଗ କେବଳ ଭୀରୁମାନେ କରିଥାନ୍ତି। ସାହସୀ ଏବଂ ବୁଦ୍ଧିମାନ ଲୋକମାନେ ନିଜର ରାସ୍ତା ନିଜେ ତିଆରି କରିଥାନ୍ତି। କମ୍ ଟଙ୍କା ରୋଜଗାର କରିପାର, ମାତ୍ର ନିଜ ଜୀବନରେ ରାଜା ଭଳି ବଞ୍ଚ, କାହା ଦୟାରେ ନୁହେଁ। ସ୍ୱାର୍ଥ ଥିଲାବେଳେ ଯେଉଁ ଲୋକ ପୋଷା କୁକୁର ପରି ପଛରେ ଗୋଡ଼ାଏ, ଆଉ ସ୍ୱାର୍ଥ ସରିଗଲେ ସେଇ ଲୋକ ବାଘ ଭଳି ଗର୍ଜନ କରି କାମୁଡ଼ି ଗୋଡ଼ାଏ। କୌଣସି ବିଷୟକୁ ଗଭୀର ଭାବରେ ଚିନ୍ତା କରନ୍ତୁ ଓ ଭୁଲ ଠିକ୍ ନିଜେ ବିଚାର କରନ୍ତୁ ଏବଂ ନିଜ ନିଷ୍ପତ୍ତି ନିଜେ ନିଅନ୍ତୁ, କାରଣ କଥାରେ ଅଛି, ନିଜ କଥାରେ ଠାକୁର ଓ ପର କଥାରେ କୁକୁର। ଯିଏ ଧୈର୍ଯ୍ୟର ସହିତ ଅପେକ୍ଷା କରିବା ଜାଣିଥାଏ, ତା ପାଖକୁ ସବୁ ଜିନିଷ
कौनसी ना कौनसी प्रकार निश्चित पहुँची थाए। धर्म ताकू कुहा जाए जेउथिरे अन्यर मंगल हुए। अन्यर अमंगल करी जेते पूजा पाठ कले मध्य ताहा पाप ही होई थाए। समस्या देखिबा परे जीवन रे केबे भी हार मानंतु नहीं। किए जाने एहा पछरे आपणको पई एक बड़ आरंभ लुचि रहिछि। जदि कष्ट बड़ तेबे सफलता मध्य बड़ होई पारे। खराब अभ्यास जेते मधुर हेउना काहेकि दिने रोग सृष्टि करिब। भल अभ्यास जेते कष्ट हेउना काहेकि दिने एहा एक औषधरे परिणत होई जिव। संपर्क दोस्ती एवं प्रेम तांको सहित रख जिए तुम हस पछरे थिबा कष्ट, क्रोध पछरे थिबा प्रेम एवं तुम नीरवता पछरे थिबा कारण को बुझी पारुथिब। परिश्रमी लोक माने धन एवं संपत्ति प्राप्त करती एवं जेउ लोक माने परिश्रम करती नहीं सेमाने कहती भाग्य रे थिले अवश्य मिलेब। गरीब दोष कले समस्ते ओकिलाती करने को दौड़ी आसती। धनी दोष कले ता दोष को चपेई दियंती। ठीक जेमिति चाहारे माछी पड़िले चाहा को फिंगी दियंती आउ गुआ घिओरे माछी पड़िले माछी को काढ़ी फिंगी दियंती। सबुठारु सुंदर हेउछि आपणको कथावार्ता। एहा द्वारा आपण चाहिले काहा मन जिणी पारिबे आउ चाहिले काहा मन मध्य भांगी पारिबे। मनीष जीवनर असल चरित्र सेही दिन सामना को आसी थाए जेउ दिन से निशारे थाए। से निशा धनर निशा हेउ कि पदर निशा हेउ किंबा मदर निशा हेई थाउ सबुबेले आघातर प्रतिशोध निय नाही। कारण भगवान बोली ए दुनिया रे किछि अदृश्य शक्ति अछि। तांको उपरे भरोसा करी छाड़ी दियंतु। से ठीक समय रे ठीक हिसाब करिवे। मूल्य पानीर नुहे बरं तृषार। मूल्य मृत्युर नुहे बरं निश्वासर। एही दुनिया रे बहुत लोक भल पांती किंतु मूल्य प्रेमर नुहे बरं विश्वासर। बंधुगण जदि आपण मानकु एही भिडियोटी भल लगी थाए तेबे भिडियोटी लाइक शेयर एवं कमेंट करंतु। एभली नुआ नुआ भिडियो देखिबा पई आम चैनल को सब्सक्राइब करंतु। धन्यवाद।